ଦୁଃଖୀଧନ ନୀଳମଣି ହେଉଛନ୍ତି ଶ୍ରୀକୃଷ୍ଣ। ତାଙ୍କ ହାତରେ ନିଜର ମରଣ ହେବା କଥା ଜାଣି କଂସ ତାଙ୍କୁ ମାରିଦେବା ପାଇଁ ନାନା ଉପାୟ କରିଥିଲେ। ଥରେ ଧନୁଯାତ୍ରାର ଯୋଗାଡ଼ କରି ତାଙ୍କୁ ନିଜର ରାଜ୍ୟ ମଧୁପୁରକୁ ଡକାଇଥିଲେ। ଶ୍ରୀକୃଷ୍ଣ ମଧୁପୁର ଯିବା ସମୟରେ ତାଙ୍କର ଗୁଣ ସୁମରି ମା ଯଶୋଦା ବାହୁନିଛନ୍ତି ଏବଂ ବହୁତ ଦୁଃଖୀ ହେଉଛନ୍ତି। ଶ୍ରୀକୃଷ୍ଣ ଚାଲିଗଲେ ମୁଁ କେମିତି କରିବି ବୋଲି। କବିଙ୍କ ବିଷୟରେ ଆମେ କିଛି ଜାଣିବା। କବି ହେଉଛନ୍ତି ବୈଷ୍ଣବ ପାଣି। ସେ 1882 ମସିହା ପବିତ୍ର କୁମାର ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ରଚିତ ଗୀତିନାଟ୍ୟ ମେଘନାଦ ବୋଧ, ରଙ୍ଗସଭା, ନଳଦ ମୟନ୍ତୀ, ମହିରାବଣ ବଧ, ପ୍ରହ୍ଲାଦ ଚରିତ, ରାବଣ ବଧ, ସୀତା ବନବାସ, ଅଭିମନ୍ୟୁ ବଧ, ବିଲ୍ୱମଙ୍ଗଳ ଓ କର୍ଣ୍ଣବଧ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ଆଦୃତ। 1956 ମସିହା ମଇ ମାସ 10 ତାରିଖରେ କବି ବୈଷ୍ଣବ ପାଣି ଏହ ଲୀଳା ସମ୍ବରଣ କରିଥିଲେ। ସେ ଗଣକବି ଭାବରେ ବେଶ୍ ଜଣାଶୁଣା। ତ ପିଲାମାନେ, ଆମେ ଏଥିରେ କେତେଗୁଡ଼ିଏ କଠିନ ଶବ୍ଦ ଅଛି। ସେହି ଶବ୍ଦ ଗୁଡ଼ିକୁ, ତା'ର ଅର୍ଥ ଗୁଡ଼ିକୁ ଆମେ ଟିକେ ଜାଣିବା। ତ ଦୁଃଖୀଧନ। ଦୁଃଖୀଧନର ଅର୍ଥ ମା ଯଶୋଦା ନିଜକୁ ଦୁଃଖିନୀ ମନେକରି ଶ୍ରୀକୃଷ୍ଣଙ୍କୁ ତାଙ୍କର ଅମୂଲ୍ୟ ଧନ ବୋଲି ମନେ କରିଛନ୍ତି। ସାଧାରଣତଃ ମାଆମାନେ ନିଜ ସନ୍ତାନମାନଙ୍କୁ ଦୁଃଖୀଧନ ବୋଲି ସମ୍ବୋଧନ କରନ୍ତି। ନୀଳମଣି। ଶ୍ରୀକୃଷ୍ଣଙ୍କ ରୂପ ନୀଳରଙ୍ଗର ଉଜ୍ଜ୍ୱଳ ମଣି ସଦୃଶ ହୋଇଥିବାରୁ ଶ୍ରଦ୍ଧାରେ ନୀଳମଣି କୁହାଯାଇଥାଏ। ଜଳିବା, ଚିଡ଼ିବା ବା ରାଗିବା। ମାଙ୍କର ଚିଡ଼ିଚିଡ଼ା ହେଇକି କୁହାହେଇଥିବା କଥାକୁ ଏଠାରେ କୁହାଯାଇଛି। କାନିପଣତ। ନାରୀମାନେ ପିନ୍ଧିଥିବା ଅବସ୍ଥାରେ କାନ୍ଧ ତଳକୁ ରହୁଥିବା ଶାଢ଼ୀ ଅଗ୍ରଭାଗର ଗୋଟିଏ କୋଣ। ଛନ୍ଦ। ଗାଈ ଦୁହିଁବା ସମୟରେ ଗାଈର ନାତରୁ ରକ୍ଷା ପାଇବା ପାଇଁ ତା'ର ପଛଗୋଡ଼ ଦୁଇଟିକୁ ଛନ୍ଦି ବାନ୍ଧିବା ପାଇଁ ବ୍ୟବହାର କରାଯାଉଥିବା ଦଉଡ଼ି। ମଧୁପୁର। ମଥୁରାପୁରର ଅନ୍ୟ ନାମ। ଗଳାମାଲି। ବେକର ହାର। ମାଆମାନେ ନିଜର ପୁଅ ବା ସନ୍ତାନମାନଙ୍କୁ ଶ୍ରଦ୍ଧାରେ ଗଳାର ମାଲି ବୋଲି ମନେକରି ସମ୍ବୋଧନ କରିଥାନ୍ତି। ତ ପିଲାମାନେ, ମୋ ଚ୍ୟାନେଲଟିକୁ ସମସ୍ତେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବ। ଦୁଃଖୀଧନ ନୀଳମଣିରେ। ତ ପିଲାମାନେ, ଦୁଃଖୀଧନର ଆମେ ଅର୍ଥ ଟିକେ ଜାଣିବା। ମା ଯଶୋଦା ନିଜ ପୁଅ ଶ୍ରୀକୃଷ୍ଣଙ୍କୁ ଏଠାରେ ଦୁଃଖୀଧନ ବୋଲି କହିଛନ୍ତି। ଏମିତିକି ସବୁ ମାଆମାନେ ମଧ୍ୟ ନିଜ ପୁଅକୁ ଦୁଃଖୀଧନ ବୋଲି କହିଥାନ୍ତି। ଏବଂ ନୀଳମଣି କହିଲେ ଏଠାରେ ଶ୍ରୀକୃଷ୍ଣଙ୍କର ରଙ୍ଗ, ତାଙ୍କ ଶରୀରର ଯେଉଁ ରଙ୍ଗ ତାହା ନୀଳ ରଙ୍ଗର ହେଇଥିଲା, ସେଥିପାଇଁ ତାଙ୍କୁ ନୀଳମଣି ମଧ୍ୟ କୁହାଯାଉଥିଲା। ଏହି ଗୀତଟିକୁ ଲେଖିଛନ୍ତି ବୈଷ୍ଣବ ପାଣି। ତ ଆମେ ଗୀତଟିକୁ ବର୍ତ୍ତମାନ ଆରମ୍ଭ କରିବା। ଦୁଃଖୀଧନ ନୀଳମଣିରେ ମା ବୋଲିକି ଡାକିବ ମତେ, ଗୋରୁ ଘେନି ଫେରି ଆସିଲା ବେଳକୁ କାହା ପାଇଁ ଜଗି ବସିବି ପଥେ। ଦୁଃଖୀଧନ ନୀଳମଣିରେ। ତ ମା ଯଶୋଦା ଏଠାରେ ଶ୍ରୀକୃଷ୍ଣଙ୍କୁ ଭାଲି ହେଇକି ଅନେକ କଥା ତାଙ୍କ ମନରେ ଆଣିଛନ୍ତି। ସେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଏଠାରେ ଗାଈ ଚରାଇବାକୁ ଯାଇଛନ୍ତି ତାଙ୍କ ସାଙ୍ଗମାନଙ୍କ ସହ, ଅର୍ଥାତ୍ ଗୋପାଳ ବାଲକମାନଙ୍କ ସହିତ। ତ ସେତିକିବେଳେ ମା ଯଶୋଦା ଘରେ ତାଙ୍କୁ ଅପେକ୍ଷା କରୁଛନ୍ତି ଏବଂ ମନରେ ଭାବୁଛନ୍ତି କି ମୋ ପୁଅ କେତେବେଳେ ଆସିବ, ତା'ର କିଛି ଅସୁବିଧା ହେଲା କି, ସେ ଭଲରେ ଭଲରେ ଘରକୁ ଫେରି ଆସୁ। ଯେବେ ବିକା ଆସିବ କୋଳି, କାନ୍ଦି କିଏ କରିବ ଅଳି, ଚଳି ହେଉଥିଲେ ଧୂଳି ବୋଳି ହୋଇ, ଦୋଳିକେ ଖେଳିବ କାନିପଣତେ। ଦୁଃଖୀଧନ ନୀଳମଣିରେ। ତ ଏଠାରେ ଯେତେବେଳେ
କୋଳିବାଲା କୋଳି ବିକିବାକୁ ଆସିଥାଏ। ସେତେବେଳେ ଶ୍ରୀକୃଷ୍ଣ କାନ୍ଦି କାନ୍ଦିକି ମାଆକୁ ଅଳି କରିକି କହିଥାନ୍ତି, ମା ମୁଁ କୋଳି ଖାଇବି, ମୋ ପାଇଁ କୋଳି କିଣିଦିଅ, ମୋ ପାଇଁ କୋଳି ଆଣିଦିଅ। ଏବଂ ଯେତେବେଳେ ସେ ଘରେ ଥାଆନ୍ତି ତ ଛୋଟ ପିଲାମାନେ ତ ସମସ୍ତେ ଧୂଳିବାଲି ଖେଳିଥାନ୍ତି, ତୁମେମାନେ ସମସ୍ତେ ଜାଣିଛ। ଠିକ୍ ସେହିପରି ଶ୍ରୀକୃଷ୍ଣ ମଧ୍ୟ ଧୂଳିବାଲି ଖେଳୁଥିଲେ ଏବଂ ଧୂଳିବାଲି ଖେଳିକି ଆସିକି ତାଙ୍କ ମାଆର କାଣି ପଣତରେ ପୋଛି ହେଉଥିଲେ ଏବଂ ମାଆର କାଣିକୁ ଧରିକି ଟାଣି ହେଇକି ଦୋଳି ଖେଳୁଥିଲେ। ଯେବେ ଦହି ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ, ହରିଣ ଆନନ୍ଦ ଗାହି ଦୁହିବାକୁ, ଶିକା ଛନ୍ଦ ଘେନିକି ଯିବ ହାତେ, ଦୁଃଖୀ ଧନ ନୀଳମଣିରେ। ତ ଏଠାରେ ସେମାନେ ତ ଗୌଡ଼ ଲୋକ ଥିଲେ ମାତା ଯଶୋଦା ଘରେ, ତ ସେ ବହୁତ ଗାଈ ରଖିଥିଲେ। ତ ସେ ତାଙ୍କର ଯେତେବେଳେ ଲବଣୀ ବାହାର କରାହେଉଥିଲା ଦହିରୁ, ସେହି ସମୟରେ ସେହି ଲବଣୀକୁ ଶ୍ରୀକୃଷ୍ଣ ଚୋରି କରିକି ଖାଇ ଦେଉଥିଲେ। ଏବଂ ତାଙ୍କର ଯେତେବେଳେ ସେମାନେ ଗାଈରୁ ଦୁହିଁକି ଦୁଧ ବାହାର କରିବାକୁ ଯାଉଥିଲେ, ସେହି ଦୁଧ ଦୁହିଁବା ପାଇଁ ଆମର ଶ୍ରୀକୃଷ୍ଣ ମଧ୍ୟ ବହୁତ ଅଳି ଅଝଟ କରୁଥିଲେ ଏବଂ ତାଙ୍କର ମା ସହ ଗାଈ ଦୁହିଁବାକୁ ଯାଉଥିଲେ। ଏବଂ ତାଙ୍କର ଯେଉଁ ଶିକା ଥିଲା, ତ ଶିକା କହିଲେ ଏଠାରେ ଘରର ଯେକୌଣସି ଗୋଟେ ଜାଗାରେ ରଶି ସାହାଯ୍ୟରେ ଆମର ମାଟି ପାତ୍ରରେ ଆମେ ଦହି ମହି ଗୋରସ ଇତ୍ୟାଦିକୁ ରଖିଥାଉ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ବି ରଖିଥାଉ। ତ ସେଥିରେ ସେମାନେ ତାଙ୍କର ମାଟି ହାଣ୍ଡିରେ ଲବଣୀ ବା ଦହିକୁ ରଖୁଥିଲେ। ତ ସେହିଟାକୁ ନେଇକି ସେ ଚୋରି କରିକି ଖାଇ ଦେଉଥିଲେ। ଖେଳି ଯାଇଥିଲେ ଦାଣ୍ଡରେ, ଧୂଳି ପଡ଼ିଥାଏ ମୁଣ୍ଡରେ, କଳି କଳେ କେହି ମା ମା କହି, କଇଁ କଇଁ ହୋଇ କାନ୍ଦିବୁ କେତେ, ଦୁଃଖୀ ଧନ ନୀଳମଣିରେ। ତ ଏହାର ଆମେ ଅର୍ଥ ବୁଝିବା। ତ ପିଲାମାନେ ତୁମେମାନେ ସମସ୍ତେ ଘରେ ଥିଲାବେଳେ ବାହାରେ ଖେଳିଥାଅ କିମ୍ବା ଯେକୌଣସି ଜାଗାକୁ ଗଲେ ମଧ୍ୟ ଖେଳିଥାଅ। ତ ଠିକ୍ ସେହିପରି ଶ୍ରୀକୃଷ୍ଣ ବି ତାଙ୍କ ଘରେ ଥିଲାବେଳେ ତାଙ୍କ ସାଙ୍ଗସାଥିମାନଙ୍କ ସହିତ ବାହାରକୁ ଖେଳିବାକୁ ଯାଇଥାନ୍ତି ଏବଂ ଦେହ ସାରା ଧୂଳି, ତା ଛଡ଼ା ମୁଣ୍ଡରେ ମଧ୍ୟ ଧୂଳିବାଲି ହୋଇକି ଆସନ୍ତି ଘରକୁ। ତୁମମାନଙ୍କର ମଧ୍ୟ ଠିକ୍ ସେହିପରି ଅବସ୍ଥା ହେଇଥାଏ। ଏବଂ ସେହିଠାରେ ତୁମ ସହ ଯଦି କିଏ କଲିଗାଲି କରନ୍ତି, ତାହେଲେ ତୁମେ କ'ଣ କର, ମା 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 କହିକି କାନ୍ଦି କାନ୍ଦି ହେଇକି ଘରକୁ ଫେରି ଆସ। ଠିକ୍ ସେହିପରି ଶ୍ରୀକୃଷ୍ଣ ମଧ୍ୟ ତାଙ୍କ ସହ କିଛି କେହି ଝଗଡ଼ା କରୁଥିଲେ, ସେ ତାଙ୍କ ସହିତ କଳି କରନ୍ତି ଏବଂ ମା ମା କହିକି କଇଁ କଇଁ ହେଇକି କାନ୍ଦିକି ଘରକୁ ଫେରି ଆସନ୍ତି। ତାପରେ ତୁମମାନଙ୍କର ମା କ'ଣ କରୁଥିବେ ତୁମମାନ ସମସ୍ତଙ୍କୁ ଜଣାଥିବ। ମା ମାନେ ସେଠାକୁ ଯାଇକି, କାହିଁରେ ତୁମେ ମୋ ପୁଅକୁ ଏମିତି କାହିଁକି କଲ, ଏମିତି କହିକି ମା ମାନେ ତୁମ ସାଙ୍ଗମାନଙ୍କୁ ବାରଣ କରୁଥିବେ। ତ ଦେଖିବା ନେକ୍ସଟ। ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ, କହେ ବୈଷ୍ଣବ ନିଶ୍ଚେ ଯିବ ଯିବ, ମୁରୁଚିବି ଗଳା ମାଲି କେମନ୍ତେ, ଦୁଃଖୀ ଧନ ନୀଳମଣିରେ। ତ ପିଲାମାନେ ଏଠାରେ ମଧୁପୁରକୁ ଶ୍ରୀକୃଷ୍ଣ, ମଧୁପୁର ଅର୍ଥ ହେଲା ମଥୁରାପୁର। ମଥୁରାପୁରକୁ ଯେବେ ଶ୍ରୀକୃଷ୍ଣ ଚାଲିଯିବେ, ତାଙ୍କ ମା ତାଙ୍କୁ ମନେ ପକାଇକି ବହୁତ ଦୁଃଖ ଅନୁଭୂତ କରିବେ। ତ ମୁଁ କାହା ମୁହଁକୁ ଅନାଇକି ଚାହିଁକି ରହିଥିବି, ତୁ ଯେତେବେଳେ ମୋ ପାଖରେ ଅଛୁ ମୁଁ ତୋତେ ଭାଲି ହେଉଛି, ଟିକେ ଆଡ଼େ ସିଆଡ଼େ ପଳେଇ ଗଲେ ବି ତୋ ପାଇଁ ମୁଁ କେତେ ଦୁଃଖିତ। ଏବଂ ତୁ ଯେତେବେଳେ ମଧୁପୁରକୁ ବହୁତ ଦିନ ପାଇଁ ଚାଲିଯିବୁ, ମୁଁ ତ ଆଉ ତୋ ବିନା ରହିପାରିବିନି। କହେ ବୈଷ୍ଣବ ନିଶ୍ଚେ ଯିବ ଯିବ, ମୁରୁଚିବି ଗଲା ମାଲି କେମନ୍ତେ। ତ ଏଠାରେ ବୈଷ୍ଣବ କହୁଛନ୍ତି ଯେ ଶ୍ରୀକୃଷ୍ଣ ନିଶ୍ଚେ ତା ଘରକୁ ବା ମଧୁପୁରକୁ ପଳେଇବ। ତ ମୁଁ ସେଇ କଥାକୁ ଭାଲି ଭାଲି ଦୁଃଖିତ ହେଉଛି ଯେ ତୋତେ ମୁଁ କେତେ ଖୋଜିବି, ତୁ ମୋର ଗଳାର ମାଲି।